ଦିନ ସଭିଙ୍କୁ ମାତ୍ର 6 ବର୍ଷ ବୟସରେ ବଡ଼ ଭଉଣୀ ଖେଳୁଥିବା ଦେଖି ଛୋଟ ଝିଅଟେ ଧରିଥିଲା ସ୍କ୍ୱାସ୍ ରାକେଟ୍। ସେ ଖେଳ ତାକୁ ଏତେ ଭଲ ଲାଗିଥିଲା ଯେ ସେ ଖେଳ ପ୍ରତି ତାର ସମ୍ପୂର୍ଣ୍ଣ ଆଗ୍ରହ ପ୍ରଦାନ କରିଥିଲା। ସ୍କୁଲ ଟାଇମ୍ ପୂର୍ବରୁ, ସ୍କୁଲ ଟାଇମ୍ ପରେ ସମୟ ବାହାର କରି ପ୍ରପର ପ୍ରାକ୍ଟିସ ସହିତ ବଡି ଫିଟନେସ୍ ପ୍ରତି ମଧ୍ୟ ଧ୍ୟାନ ଦେଉଥିଲା। ସେତେବେଳେ ତା ବୟସର ଛୋଟ ଛୋଟ ଝିଅମାନେ ଅନ୍ୟ ସବୁ ଜିନିଷରେ ଆଗ୍ରହ ରଖୁଥିଲେ, ହସ ଖୁସି କରୁଥିଲେ। ସେ ଶପଥ ନେଇଥିଲା ଯେ ଦିନେ ସେ ଭାରତ ପାଇଁ ଗର୍ବର ପରିଚୟ ହେବ। ମାତ୍ର 14 ବର୍ଷ ବୟସରେ 2022 କମନୱେଲ୍ଥ ଗେମ୍ସ ବର୍ମିଂହାମର ଭାରତୀୟ ଦଳର ସବୁଠାରୁ ୟଙ୍ଗେଷ୍ଟ ମେମ୍ବର ହୋଇଥିଲା ସେ। ଏବଂ ସବୁଠାରୁ ବଡ଼ ଗର୍ବର କଥା ଯେ 2026 ମସିହାରେ 18 ବର୍ଷ ବୟସରେ ପ୍ରଥମ ଭାରତୀୟ ଅର୍ଥାତ୍ ସର୍ବପ୍ରଥମ ଭାରତୀୟ ଯିଏକି ୱାର୍ଲଡ ସ୍କ୍ୱାସ୍ ଜୁନିୟର ଚମ୍ପିଆନ ହୋଇପାରିଛନ୍ତି। 13 ମାର୍ଚ୍ଚ 2008ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଅନାହତ ସିଂ ଗତ 16 ବର୍ଷ ମଧ୍ୟରେ ହେଉଛନ୍ତି ପ୍ରଥମ ଅଣ-ଇଜିପ୍ଟ ଖେଳାଳି ଯିଏକି ୱାର୍ଲଡ ସ୍କ୍ୱାସ୍ ଜୁନିୟର ଚାମ୍ପିୟନ ହୋଇପାରିଛନ୍ତି। ଭାରତ ପାଇଁ ଗର୍ବର ପରିଚୟ ଆଣିପାରିଛନ୍ତି। ଯିଏ ଦିନେ ଶପଥ ନେଇଥିଲେ ଯେ ଦିନେ ଭାରତ ପାଇଁ ଗର୍ବର ପରିଚୟ ହେବେ, ସେ ଆଜି ତାହା ସେହି ଶପଥକୁ ପୂରଣ କରିଛନ୍ତି। ପ୍ରାଉଡ୍ ଅଫ୍ ୟୁ ଅନାହତ ସିଂ। ଥ୍ୟାଙ୍କ ୟୁ।